ଆରେ କୁଆଡେ ଯାଉଛ? ଅଫିସ କି ଯାଉଛି। ଖାଇବା କରିକି ଥୋଇ ଦେଇଛି, ଖାଇଦବ। ଆରେ ମୁଁ କହୁଥିଲି କି ଆରେ 500 ଟଙ୍କା ଦିଅ ନା, ମେଡିସିନ ଟିକେ ଆଣିଥାନ୍ତି। ଯୋଉ ଦିନଠୁ ଚାକିରି କଲେଇ ସବୁ ତ ପଇସା ତମ ମେଡିସିନରେ ଯାଉଛି। ମୋ ପାଇଁ ଆଜି ଯାକେ କିଛି ବି କଲିନି। ଭଗବାନଙ୍କୁ ଡାକୁଛି ତମକୁ ସିଏ କେତେବେଳେ ତାଙ୍କ ପାଖକୁ ନେବେ। ତମେ ଗଲେ ହେରି ମୁଁ ଟିକେ ଶାନ୍ତିରେ ବଞ୍ଚିବି, ମୁଁ ଟିକେ ଶାନ୍ତିରେ ରହିବି। ଆରେ କେମିତିକା ନାରୀ ତମେ? ଆଁ? ଆରେ ସବୁ ନାରୀ ମାନେ ତାଙ୍କ ସ୍ୱାମୀ ଦୀର୍ଘ ହୁଅ ବୋଲି କେତେ ବ୍ରତ, କେତେ ଉପାସ, କେତେ ମାନସିକ କରନ୍ତି। ଆଉ ତମେ ତମେ ଏଇ କଥା କହିପାରୁଛ କେମିତି? କହୁଛ କଣ? ମୁଁ ମରିଗଲେ ତମେ ଶାନ୍ତିରେ ରହିବ, ଖୁସିରେ ରହିବ, ଏଇ କଥା ତମେ କେମିତି କହିପାରୁଛ? ଏଇ କଥା ତମେ ପାଟିରେ କେମିତି ଧରି ପାରୁଛ? ମୁଁ ଭଗବାନଙ୍କୁ ମୁଣ୍ଡିଆ ମାରୁଛି, ତମ କଥା ନା ଭଗବାନ ନିଶ୍ଚୟ ଶୁଣିବେ। ମୁଁ ମରିଗଲା ପରେ ତମେ ନା ତମେ ନା ଖୁସିରେ ରହିବ, ଶାନ୍ତିରେ ରହିବ, ତ ଭଗବାନଙ୍କୁ ପ୍ରାର୍ଥନା କରୁଛି। ଆରେ ତମ ମେଡିସିନ ଟା ଆଣିଛି ହେରି, ଟେବୁଲ ଉପରେ ଥୋଇଛି, ଖାଇଦବ। ଆରେ ଶୁଭୁଛି ନା ନାଇଁ? ଆରେ ଶୁଭୁଛି ନା ନାଇଁ? ଆରେ କଣ ହେଲା? କୋଉ ଶୁଣୁନ ବା? ଆରେ କଣ ହେଲା? ଆରେ ତମେ କଣ ହେଲା? ଆରେ ଶୁଣୁଛ? ଉଠ, ଉଠ। ଆରେ କଣ ହେଲା? ସ୍ୱାମୀ ମଲା ପରେ ଯେତେ କାନ୍ଦିଲେ କ'ଣ ଲାଭ ଅଛି? ଯଦି ସ୍ୱାମୀକି ସମ୍ମାନ ଦେବାର ଅଛି, ଇଜ୍ଜତ ଦେବାର ଅଛି, ତାହେଲେ ସ୍ୱାମୀ ବଞ୍ଚିଥିଲା ବେଳେ ସ୍ୱାମୀକି ସମ୍ମାନ କରନ୍ତୁ, ସ୍ୱାମୀକି ଇଜ୍ଜତ ଦିଅନ୍ତୁ, ମଲା ପରେ ନୁହଁ। ସାଙ୍ଗମାନେ, ମୁଁ ଯଦି ଠିକ୍ କହିଲି କି ଭୁଲ କଲି, ଆପଣମାନେ କମେଣ୍ଟରେ ନିଶ୍ଚୟ କହିବେ। ରହିଲି, ଜୟ ଜଗନ୍ନାଥ।